ନମସ୍କାର ଦର୍ଶକ ବନ୍ଧୁ, ମୁଁ କୋମଲ ଆପଣଙ୍କୁ କୋମଲ ରାଉତ ଯାତ୍ରା ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଆପଣମାନଙ୍କୁ ଯଦି ଏହିଭଳି ଭିଡ଼ିଓ ଦେଖିବାର ଅଛି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହା ଫଳରେ ଆପଣ ପରବର୍ତ୍ତୀ ଭିଡ଼ିଓର ଅପଡେଟ୍ ତୁରନ୍ତ ପାଇପାରିବେ। ଦର୍ଶକ ବନ୍ଧୁ, ଆଜିର ଯାତ୍ରା ଖବର। ଆଜି କେଉଁ ପାର୍ଟି କେଉଁଠାରେ ପରିବେଷଣ କରିବେ ତାଙ୍କର ନାଟକ ଏବଂ କାହାର କେଉଁ ନାଟକ ହେବ। ଆଜି ହେଉଛି ଶନିବାର 10 ଅଗଷ୍ଟ 2024। ଆଉ ଲେଟ୍ ନ କରି ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଯାତ୍ରା ସିଂହବାଇ ତାଙ୍କର ଚତୁର୍ଥ ରଜନୀ ଉଡ଼ସ ଅନୁଗୁଳ। ଆଜିର ନାଟକ ହେଉଛି ସବୁ ପ୍ରେମ ଗପ ଅଧାରୁ ସରେ। ଅପେରା ଅଶୋକ ସମ୍ରାଟ ତାଙ୍କର ଦ୍ୱିତୀୟ ରଜନୀ କାମାକ୍ଷାନଗର ଢେଙ୍କାନାଳ। ଆଜିର ନାଟକ ହେଉଛି ରକ୍ତ ସମ୍ପର୍କ। ଗୌରୀ ଗଣନାଟ୍ୟ ଆଜି ହେଉଛି ଚତୁର୍ଥ ରଜନୀ ଚୁଳିଆ କାମାକ୍ଷାନଗର ଢେଙ୍କାନାଳ। ଆଜିର ନାଟକ ହେଉଛି ଏଇ ଫଗୁଣରେ ବାଜିବ ବାଜା। ଯାତ୍ରା ଇନ୍ଦ୍ରଭୁବନ ଆଜି ହେଉଛି ଚତୁର୍ଥ ରଜନୀ ହାତିଆଶୁଣି ଶାଳିଆସାହି ଭୁବନେଶ୍ୱର। ଆଜିର ନାଟକ ହେଉଛି ଗୋଟିଏ ପୂର୍ଣ୍ଣରେ ଗୋଟିଏ ଝିଅ। ଶିବାନୀ ଗଣନାଟ୍ୟ ଆଜି ହେଉଛି ପ୍ରଥମ ରଜନୀ ଶୁଭ ରାତି ତାଳଚେର ବାଲୁଗାଁ। ଆଜିର ନାଟକ ହେଉଛି ରଙ୍ଗ ବଜାରର ରଙ୍ଗ ନାୟିକା। ଯାତ୍ରା ଶ୍ରୀ ବିଶ୍ୱ ଦରବାର ଆଜି ହେଉଛି ଚତୁର୍ଥ ରଜନୀ ଖୁଣ୍ଟକଟା ଆଠଗଡ଼ କଟକ। ଆଜିର ନାଟକ ହେଉଛି ଅବୁଝା ଆଖିରେ ଅକୁହା କଥା। ଅପେରା ସୂର୍ଯ୍ୟ ମନ୍ଦିର ଆଜି ହେଉଛି ଶେଷ ରଜନୀ ପାଗା କଲେଜ ପଡ଼ିଆ କଟକ। ଆଜିର ନାଟକ ହେଉଛି ହାଇଦର ହାଇ ଭୋଲ୍ଟେଜ ନାଟକ ହାଇଦର। କଳିଙ୍ଗ ଗଣନାଟ୍ୟ ଆଜି ହେଉଛି ଚତୁର୍ଥ ରଜନୀ ଉଡ଼ଗାଁ ନୟାଗଡ଼। ଆଜିର ନାଟକ ହେଉଛି କାନ୍ଦନାରେ ବାୟା ମନ। କୋଣାର୍କ ଗଣନାଟ୍ୟ ଆଜି ହେଉଛି ତୃତୀୟ ରଜନୀ ତୁକୁଡ଼ା ଅନୁଗୁଳ। ଆଜିର ନାଟକ ହେଉଛି ମିତଲୋ ତତେ ମିଛ ମତେ ସତ। ଯାତ୍ରା ସ୍ୱର୍ଣ୍ଣମହଲ ଆଜି ହେଉଛି ପ୍ରଥମ ରଜନୀ ଶୁଭରାତି ବାଜିଛକ ଢେଙ୍କାନାଳ। ଆଜିର ନାଟକ ହେଉଛି ଗରିବର ଦୁଃଖ ଦେଖିଛି କିଏ। ଯାତ୍ରା ଦୁର୍ଗା ମନ୍ଦିର ଆଜି ହେଉଛି ତୃତୀୟ ରଜନୀ ବାଲିବୋ ଭୁବନ ଢେଙ୍କାନାଳ। ଆଜିର ନାଟକ ହେଉଛି ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି। ଯାତ୍ରା ସ୍ୱପ୍ନ ମହଲ ଆଜି ହେଉଛି ପ୍ରଥମ ରଜନୀ ଶୁଭରାତି ବରପାଳ ଅନୁଗୁଳ। ଆଜିର ନାଟକ ହେଉଛି ମେଘ ସବାରିରେ ବର୍ଷା ରାଣୀ। ଯାତ୍ରା ରଙ୍ଗମହଲ ଆଜି ହେଉଛି ଦ୍ୱିତୀୟ ରଜନୀ ଜୋରନ୍ଦା ଢେଙ୍କାନାଳ। ଆଜିର ନାଟକ ହେଉଛି ଦୁଃଖ ଭୁଲିଯିବି ତୋ ମୁହଁ ଚାହିଁ। ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଆଜି ହେଉଛି ଦ୍ୱିତୀୟ ରଜନୀ ଆଠଗଡ଼ କଟକ। ଆଜିର ନାଟକ ହେଉଛି ତୋର ମୋର କଥା ହେବା ଚୁପ୍ ଚୁପ୍। ଯାତ୍ରା ଧଉଳି ଆଜି ହେଉଛି ଦ୍ୱିତୀୟ ରଜନୀ ଜଗପୁରା ଯାଜପୁର। ଆଜିର ନାଟକ ହେଉଛି କିଏ କାନ୍ଦି ନାହିଁ ହାତ ଟେକ।